ଚାରି ଧାମର ଭ୍ରମଣ ଏବଂ ସବୁ ତୀର୍ଥଯାତ୍ରାର ପୁଣ୍ୟଫଳ ବ୍ୟର୍ଥ ହୋଇଯିବ ଆଜ୍ଞା। ଯଦି ଆମର ବୃଦ୍ଧ ପିତାମାତା ଆମ ଘରେ ରହି ଉଦାସ ରହିବେ, ଦୁଃଖରେ ଲୁହ ଗଡ଼େଇବେ, କାହିଁକି ନା ଜଣେ ମା ତା ଗର୍ଭରେ ଆମକୁ 9 ମାସ ପର୍ଯ୍ୟନ୍ତ ସ୍ଥାନ ଦେଇ ଏ ଦୁନିଆକୁ ଆଣିଥାଏ। ତା ବକ୍ଷରୁ ଅମୃତ ପାନ କରାଇ ଆମର ଜୀବନକୁ ପରିପୁଷ୍ଟ କରିଥାଏ ଏବଂ ଜଣେ ବାପା ଜୀବନ ସାରା ସଂଘର୍ଷ କରି ଏ ଦୁନିଆରେ ଆମକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାନ୍ତି। ସେହି ବାପା ମା ଦୁନିଆର କୌଣସି ଠାକୁର ଠାରୁ କମ୍ ନୁହନ୍ତି, କାହିଁକି ନା ବାପା ମାଙ୍କର ପ୍ରାର୍ଥନାରେ ଏମିତି ଏକ ଶକ୍ତି ଥାଏ ଯାହାକି ବେଳେବେଳେ ଆମ ଭାଗ୍ୟକୁ ମଧ୍ୟ ବଦଳାଇ ଦେଇଥାଏ। ତେଣୁ କୌଣସି ତୀର୍ଥଯାତ୍ରା କରିବା ଅପେକ୍ଷା ଯଦି ଆମେ ବୃଦ୍ଧ ପିତାମାତାଙ୍କ ଉପଯୁକ୍ତ ସେବା ଏବଂ ଯତ୍ନ କରିବା, ତାଠାରୁ ଆମକୁ ବେଶୀ ପୁଣ୍ୟ ଫଳ ମିଳିବ।